ଭାଇ ମୁଁ ଗୋଟେ କଥା ସତରେ ବୁଝିପାରୁନି। ମୁଁ ଗୋଟେ ଏମିତି ଗୋଟେ ବାଳ ଗ୍ରୁପ ରେ ପଶି ଯାଇଛି, ମାନେ ଆଙ୍କର କିଛି କାଣ୍ଡ ଜ୍ଞାନ ନାହିଁ ଭାଇ। ମାନେ ବିଶ୍ୱାସ କରିବନି, ଆଜିଠାରୁ କିଛି ମସିହା ପୂର୍ବରୁ ଆମେ ଡିସାଇଡ କରିଥିଲୁ କି ସବୁ ସାଙ୍ଗମାନେ ମିଶିକି ଟ୍ରିପ ଯିବା ହେଲା। ତ ଆମେ ଡିସାଇଡ ହେଲା କି ଭାଇ କେବେ ଯିବା। ତ ସମର ସିଜନରେ ଗଲେ ଭାଇ ଗରମ ଲାଗିବ, ଆମେ ବୁଲି ପାରିବାନି ଭଲସେ। ତ ବର୍ଷା ବର୍ଷା ଟାଇମ ରେ ଗଲେ ଭାଇ ବହୁତ ବର୍ଷା ହଉ, ତ କେମିତି ବୁଲିବା। ତ ସବସେ ବେଷ୍ଟ ଆମେ ଡିସାଇଡ କଲୁ ଶୀତ ଟାଇମ ରେ ଯିବା। ଶୀତ ଟାଇମ ରେ ପାଗ ଟିକେ ମାନେ ଥଣ୍ଡା ଥାଏ, ମସ୍ତ ଲାଗେ, ବୁଲିବା ପାଇଁ ବଢିଆ ଲାଗିବ ଇଏ। କିନ୍ତୁ ଶଳାଙ୍କର ଗୋଟେ କାଣ୍ଡ ଜ୍ଞାନ ନାହିଁ। ମାନେ ଗୋଟେ ଧନ୍ଦା ଲଗେଇଛନ୍ତି ଆସିକି 5 ବର୍ଷ ହେଇଗଲାଣି। 5 ବର୍ଷ ହେଇଗଲାଣି ଏମାନେ ଗୋଟେ ଟ୍ରିପ ପ୍ଲାନ କରୁଛନ୍ତି, ଯାଇପାରୁନାହାନ୍ତି। ପ୍ରତି ବର୍ଷ ଶଳା କାହାର ନା କାହାର ଗୋଟେ ଝାମେଲା ହଉଛି। ପ୍ରତି ବର୍ଷ କିଏ ନା କିଏ ଗୋଟେ ନୋଟକି କରୁଛି। ହଁ ଆଚ୍ଛା, ପ୍ରତି ବର୍ଷ ମାନେ କିଏ ନା କିଏ ଗୋଟେ ବସି ରାଜସ୍ଥାନ ରୟଲ୍ସ କରୁଛି ଏଠି। କିଏ କହୁଛି ମତେ ଛୁଟି ମିଳୁନି, କିଏ କହୁଛି ମୋ ବାପା ମତେ ଛାଡିବନି, କିଏ କହୁଛି ସାଙ୍ଗ ମୋ ପାଖରେ ପଇସା ନାହିଁ। ପଇସା ନାହିଁ ତୋ ପାଖରେ? 5 ବର୍ଷ ହେଲାଣି ତୁ ଚାକିରି କଲୁଣି, ତୋର ପଇସା ନାହିଁ। ଆଉ ବାପା ବାପା ଡରୁଛୁ ବେ ତୁ। ତୁ ମତେ ଟଙ୍କା ବାପା କଣ ଡରୁଛୁ? ଚାକିରି ଚାକିରି କଣ ଭାଇ ଲେଖିବୁ, ଫୋପାଡିବ ଛୁଟି ଟା ରିଜିଗ୍ନେସନ ଦବୁ, ଛାଡିବୁ। ଏ ସାଙ୍ଗମାନଙ୍କ ସହିତ ଟ୍ରିପ କରିବା ଗୋଟେ କଣ କୁମ୍ଭ କୁମ୍ଭ ଯିବା ସହିତ ସମାନ। ଶଳା ତୁ ଗୋଟେ ଟ୍ରିପ କରିବାକୁ ଡରୁଛୁ। ଛି। ఈ క్షణం స్వయంవరం ఇవాళ సంబరం ହଁ ସାଙ୍ଗ। ସାଙ୍ଗ ରେଡି ହେଇଯା, 3 ଦିନ ଆମେ ସବୁ ଟ୍ରିପ୍ ବାହାରୁଛେ। 3 ଦିନରେ? ହଁ। ଆରେ ସାଙ୍ଗ ତୁ ଟିକେ ଆଗରୁ ମତେ କହିଥାନ୍ତୁ ନା। ଏବେ 2 ଦିନରେ ମତେ ଏବେ କଣ ଛୁଟି ମିଳିବ? ତାପରେ ପୁଣି ବାପାଙ୍କୁ ବି କହିବାକୁ ପଡିବ। ବାପା କଣ ମାନିବେ ଏବେ 2 ଦିନରେ ଛାଡିବା ପାଇଁ? ଆଉ ତାପରେ ସାଙ୍ଗ ପୁଣି ମେନ୍ ଇମ୍ପୋର୍ଟାଣ୍ଟ କଥା, ମୋ ପାଖରେ ପଇସା ବି ନାହିଁ ରେ। ବୋଲେ ତୁ ଛଣିପ ବହୁତ ହଉଛୁ କାଲି ସେ। ଆରେ ଆରେ ଭାଷା ଭାଷା କଣ କହୁଛୁ? ଭାଷା ଭାଷା ଶୁଣିବୁ, ଭାଷା ତ ଆରେ ଭିଡିଓ ଭିଡିଓ ବନେଇବ। ତମର ଗୋଟେ କାଣ୍ଡ ଜ୍ଞାନ ନାହିଁ, କି ବାଳ ସାଙ୍ଗ ହେଇଛ? ଟ୍ରିପ ଗୋଟେ ଯାଇପାରୁନ। ହଁ